ସାଙ୍ଗମାନେ ବ୍ୟବହାର କ'ଣ ମଣିଷର ପ୍ରକୃତ ପରିଚୟ? ଚାଲନ୍ତୁ ଏ ବିଷୟରେ ଗୋଟିଏ ଗପଟିଏ ଶୁଣିବା। ଥରେ ଅତି ଅହଙ୍କାରୀ ଧନୀ ବ୍ୟକ୍ତି ତାଙ୍କ ଯାତ୍ରା କାଳରେ ଏକ ଧର୍ମଶାଳାରେ ରହିଲେ। ଧର୍ମଶାଳାର ମାଲିକ ତାଙ୍କ ଆରାମ ଲାଗି ଯେତେ ବ୍ୟବସ୍ଥା କଲେ ବି ତାହା ତାଙ୍କୁ ସନ୍ତୁଷ୍ଟ କଲା ନାହିଁ। ତେଣୁ ସେ ବିଭିନ୍ନ କଥା ନେଇ ଧର୍ମଶାଳାର ମାଲିକଙ୍କ ନିକଟରେ ଅଭିଯୋଗ କରିବା ସହିତ ଧର୍ମଶାଳାର ମାଲିକ ତଥା କର୍ମଚାରୀଙ୍କ ପ୍ରତି ଖରାପ ବ୍ୟବହାର ମଧ୍ୟ ପ୍ରଦର୍ଶନ କଲେ। ଧର୍ମଶାଳାର ମାଲିକ ସବୁ ସହିଲେ। ସପ୍ତାହେ କାଳ ରହି ବିଭିନ୍ନ ଉପଦ୍ରବ କରି ଧନୀ ବ୍ୟକ୍ତି ଜଣକ ଧର୍ମଶାଳା ଛାଡ଼ିଲେ। ତାପରେ ବିତିଗଲା ଅନେକ ବର୍ଷ। ତା ଭିତରେ ବଦଳିଗଲା ଅନେକ କିଛି। ଧର୍ମଶାଳାର ମାଲିକ ବି ବୃଦ୍ଧ ହୋଇଯାଇଥିଲେ। ଦିନେ ସନ୍ଧ୍ୟାରେ ଜଣେ ବ୍ୟକ୍ତି ଧର୍ମଶାଳାକୁ ରହିବାକୁ ଆସିଲେ। ସେ ବ୍ୟକ୍ତି ଦିଶୁଥିଲେ ଅତ୍ୟନ୍ତ ଦୟନୀୟ। ତାଙ୍କ ପିନ୍ଧା ଲୁଗା ବି ଚିରି ଫାଟି ଯାଇଥିଲା। ଧର୍ମଶାଳାରେ ରାତିକର ଭଡ଼ା ଦେବା ଲାଗି ତାଙ୍କ ପାଖରେ ପଇସା ନଥିଲା। ଧର୍ମଶାଳାର ମାଲିକ କିନ୍ତୁ ତାଙ୍କୁ ରହିବାକୁ ସ୍ଥାନ ଦେଲେ ଓ ଆପଣା ସ୍ୱଭାବ ଅନୁଯାୟୀ ଅତ୍ୟନ୍ତ ବିନମ୍ର ବ୍ୟବହାର ପ୍ରଦର୍ଶନ କଲେ। ପରଦିନ ସକାଳେ ସେହି ବ୍ୟକ୍ତି ବିଦାୟ ନେଲାବେଳେ ଧର୍ମଶାଳାର ମାଲିକ କହିଲେ, ଆଜିକୁ ଅନେକ ବର୍ଷ ତଳେ ଆପଣ ଏଠି ସପ୍ତାହେ କଟାଇଥିଲେ। ଆପଣ ସେତେବେଳେ ବହୁତ ଧନୀ ଥିଲେ। ଆପଣଙ୍କ ଏତେ ସମ୍ପତ୍ତି ଗଲା କୁଆଡ଼େ? ବ୍ୟକ୍ତିଙ୍କ ଆଖିରୁ ଲୁହ ଝରି ପଡ଼ିଲା। ସେ କହିଲେ, ସବୁ ଭଗବାନଙ୍କ ଇଚ୍ଛା। ମୁଁ କିନ୍ତୁ ଏବେ ଦାଣ୍ଡର ଭିକାରୀ। କିନ୍ତୁ ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ପ୍ରତିଦିନ ତ ଏଠାକୁ ଅନେକ ଲୋକ ଆସୁଥିବେ। ଆପଣ ମୋତେ ମନେ ରଖିପାରିଲେ କେମିତି? ଧର୍ମଶାଳାର ମାଲିକ କହିଲେ, ଆପଣ ଯଦି ଅତ୍ୟନ୍ତ କଦର୍ଯ୍ୟ ବ୍ୟବହାର ନ ଦେଖାଇଥାନ୍ତେ ମୁଁ ଆପଣଙ୍କୁ ଭୁଲି ସାରନ୍ତେଣି। ବ୍ୟକ୍ତି ଜଣକ ଏବେ ଧର୍ମଶାଳାର ମାଲିକଙ୍କ ହାତକୁ ଧରି ପକାଇ କ୍ଷମା ମାଗିଲେ ଆଉ କହିଲେ, ମୋର ଅହଙ୍କାର ମୋତେ ଅନ୍ଧ କରିଦେଇଥିଲା। ଏବେ ବୁଝୁଛି ଯେ ବ୍ୟବହାର ହେଉଛି ଜଣେ ମନୁଷ୍ୟର ପ୍ରକୃତ ପରିଚୟ। ଆପଣମାନେ ସମସ୍ତେ ଶୁଣୁଛନ୍ତି କିନ୍ତୁ କେହି ବି ଲାଇକ୍ କରୁନାହାନ୍ତି। ପ୍ଲିଜ୍ ଲାଇକ୍ କରିଦିଅନ୍ତୁ। ସାଙ୍ଗମାନେ ଯଦି ଗପଟି ଭଲ ଲାଗେ ପ୍ଲିଜ୍ ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚୟ କରିବେ।